O Mother, Thou art the light of my intelligence, the purity of my soul, the quiet strength of my vital, the endurance of my body. I rely on Thee alone and want to be entirely Thine. Make me surmount all obstacles on the way. ମା ଆମେ ଆଜି ଆଲୋଚନାର ପର୍ଯ୍ୟାୟକୁ ଆସିବା ୱାର୍ଡସ୍ ଅଫ୍ ଦ ମଦର ଭଲ୍ୟୁମ୍ 1 ଯେଉଁଠି ଆଲୋଚନା କରାଯାଉଛି ସଂଗଠନ ଏବଂ କାର୍ଯ୍ୟ ଅର୍ଗାନାଇଜେସନ୍ ଆଣ୍ଡ ୱାର୍କ। ମା ଯେଉଁ କଥାଟି କହୁଛନ୍ତି ସିଧାସଳଖ ଆମେ ସେଇ ପାରାଗ୍ରାଫକୁ ଆସିବା। ମା କହୁଛନ୍ତି ଯେତେବେଳେ ମୁଁ କାହାକୁ ଗୋଟିଏ କାର୍ଯ୍ୟ କରିବାକୁ ଦିଏ ସେତେବେଳେ କେବଳ ସେହି କାର୍ଯ୍ୟଟି ସମ୍ପନ୍ନ ହେବା ଦୃଷ୍ଟିରୁ ଯେ ସେପରି କରେ ସେ କଥା ନୁହେଁ, ମାତ୍ର ଯୋଗର ପଥରେ ଅଗ୍ରସର ହେବାର ସର୍ବୋତ୍ତମ ସାଧନ ରୂପେ ମୁଁ ତାହାର ବରାଦ କରିଥାଏ। ମୁଁ ତୁମକୁ ଯେତେବେଳେ କାର୍ଯ୍ୟଟିକୁ ଦେଲି ସେତେବେଳେ ତୁମର ଅସୁବିଧା ଏବଂ ଅଭାବ ଗୁଡ଼ିକୁ ମୁଁ ଭଲ କରି ଜାଣିଥିଲି, ମାତ୍ର ଯୁଗପତ ଭାବରେ ଏ କଥା ମଧ୍ୟ ଜାଣିଥିଲି ଯେ ଯଦି ତୁମେ ମୋର ସହାୟତା ତଥା ଶକ୍ତି ଲାଗି ନିଜକୁ ଉନ୍ମୋଚିତ କରି ରଖିବ ତେବେ ତୁମେ ଏହିସବୁ ପ୍ରତିବନ୍ଧକକୁ ଅତିକ୍ରମ କରିଯିବାରେ ଅବଶ୍ୟ ସମର୍ଥ ହେବ ଏବଂ ତାହା ସଙ୍ଗେ ସଙ୍ଗେ ଆପଣାର ଚେତନାରେ ବୃଦ୍ଧି ସାଧନ କରିବ ଓ ନିଜକୁ ଦିବ୍ୟ ପରମ କରୁଣା ଲାଗି ଉନ୍ମୋଚିତ କରିଦେବ। ମା କହୁଛନ୍ତି ଯେ ଯେତେବେଳେ ମା ଆଶ୍ରମରେ ଯେଉଁମାନଙ୍କୁ ଯେଉଁ କାର୍ଯ୍ୟ ଦିଅନ୍ତି ସେଇ କାର୍ଯ୍ୟ ମାଧ୍ୟମରେ ମା ଦେଖନ୍ତି ବ୍ୟକ୍ତିର ସୋଲ୍ଟି କିପରି ପ୍ରସ୍ତୁତ ଅଛି, କେଉଁ କାର୍ଯ୍ୟ ଦ୍ୱାରା ତାର ଅଗ୍ରଗତି ସାଧନାରେ ସେ ଅଗ୍ରଗତି କରିପାରିବ, କିପରି ଭାବରେ ତାର ସୋଲ୍ଟିକୁ ସେ ଆବିଷ୍କାର କରିବ, ସେ କଥାକୁ ମା ଦୃଷ୍ଟିରେ ରଖିକରି କାର୍ଯ୍ୟଟି ଦିଅନ୍ତି। କାର୍ଯ୍ୟଟି ଯେ ଏ କାର୍ଯ୍ୟଟି ଗୋଟେ ସମ୍ପାଦନ ହେବା ଦରକାର, ତେଣୁ ଏ କାର୍ଯ୍ୟଟି ସେ କରିବ ଏପାଇଁ ନୁହେଁ, କାର୍ଯ୍ୟଟି ସମ୍ପାଦନ ହେବା ଉଚିତ ବୋଲି ଯେ ଜଣକୁ କାର୍ଯ୍ୟଟି ଦିଆଯାଏ ସେ କଥା ନୁହେଁ। ମା ଦେଖନ୍ତି ଏ କାର୍ଯ୍ୟଟି ସମ୍ପନ୍ନ ହେବା ପଛରେ ତାର ସାଧନାରେ ସେ କ'ଣ କରିପାରିବ, ସାଧନାରେ ସେ କେମିତି ଅଗ୍ରଗତି କରିପାରିବ, এই କଥାଟିକୁ ମା ଲକ୍ଷ୍ୟ କରି ମା ଦେଖନ୍ତି ଯେ ତାର ଯୋଗ ପଥରେ ଅଗ୍ରସର ହେବା ପାଇଁ ସର୍ବୋତ୍ତମ ତା ପାଇଁ ଯାହା ତାର ସେଇ କଥାଟିକୁ ଲକ୍ଷ୍ୟ ରଖି ମା ତାକୁ ସେ କାର୍ଯ୍ୟଟି ଦିଅନ୍ତି। ତେଣୁ ଏ ଯେଉଁ କଥା କୁହାଯାଇଛି ଆଶ୍ରମର କଥା, ଆଶ୍ରମରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ କେଉଁ କେଉଁ କାର୍ଯ୍ୟ ଦେଲେ କିପରି ଭାବରେ ସେମାନେ ତାଙ୍କର ସେଇ ଯୋଗ ପଥରେ ସେ କାର୍ଯ୍ୟଟି ତାଙ୍କୁ ସହାୟକ ହେବ ମା ଭଲ ଭାବରେ ଜାଣନ୍ତି ଏବଂ ବାଛି ସେଇ ଅନୁସାରେ କାର୍ଯ୍ୟ ଦିଅନ୍ତି। ଏବଂ ଆମେ ଭାବିବା ଯେ କେବଳ ଯେଉଁମାନେ ଆଶ୍ରମରେ ଅଛନ୍ତି ସେଇମାନଙ୍କ କଥା, ସେ କଥା ବି ନୁହେଁ। ଆମେ ବି ଏଠି ଆଶ୍ରମରେ ରହିଛୁ, ଗୃହସ୍ଥାଶ୍ରମରେ ଆମେ ବି ଜୀବନଯାପନ କରୁଛୁ, ଆମକୁ ବି ମା ଯେଉଁ କାର୍ଯ୍ୟ ଦେଇଛନ୍ତି ସେଇ କାର୍ଯ୍ୟ ମାଧ୍ୟମରେ ଆମର ମଧ୍ୟ ସାଧନା ଚାଲିଛି। ତେଣୁ ମା ଦେଖୁଛନ୍ତି ଯେ ପ୍ରତ୍ୟେକ ଯେଉଁ ପ୍ରତିବନ୍ଧକ ତା ପାଇଁ ଆସୁଛି ସେ ପ୍ରତିବନ୍ଧକକୁ ସେ କେମିତି ଅତିକ୍ରମ କରିବ, ସେ ପ୍ରତିବନ୍ଧକ ଯେତେ ଅଭାବ ଆସିବ, ଯେଉଁ ଅସୁବିଧା ଆସିବ ସେଇ କାର୍ଯ୍ୟ ଭିତରେ ଯେଉଁ କାର୍ଯ୍ୟଟି ମା କହୁଛନ୍ତି ଯେଉଁ କାର୍ଯ୍ୟଟି ମୁଁ ଦେଲି ସେଇ କାର୍ଯ୍ୟରେ କେତେ ଅସୁବିଧା ଅଛି, କେତେ ଅଭାବ ଅଛି, କେତେ କେତେ କଥା ଆସିବ, ସେ କାର୍ଯ୍ୟଟି ସମ୍ପନ୍ନ ହେବା ପଥରେ ଅନେକ ସମସ୍ୟା ଆସିବ, ବାଧା ଆସିବ, କିନ୍ତୁ ତାକୁ କେମିତି ଜଣେ ଓଭରକମ୍ କରିବ, କେମିତି ଓଭରକମ୍ କରିବ ନିଜ ଶକ୍ତି ବଳରେ ନୁହେଁ ଯେ ମୁଁ ଭାରି ଗୋଟେ ଶକ୍ତିଶାଳୀ ମୋ ଦ୍ୱାରା କାର୍ଯ୍ୟଟି ସମ୍ପନ୍ନ ହେଇଯିବ ସେ କଥା ନୁହେଁ। ସେ ମା କହୁଛନ୍ତି ସେ ମୋର ସହାୟତା ଲାଗି ସେ ନିଜକୁ ଉନ୍ମୋଚିତ କରି ରଖିବ ଏବଂ ଯେତେବେଳେ ସେ ମୋ ଆଡ଼କୁ ସେ ନିଜକୁ ଉନ୍ମୋଚିତ କରିବ ସେତେବେଳେ ମୋର କୃପା, ମୋର କରୁଣା, ସେଇ ଦିବ୍ୟ ପରମ କରୁଣା ଲାଗି ସେ ଯେତେବେଳେ ନିଜକୁ ଉନ୍ମୋଚିତ କରିବ ସେଇ କୃପା କରୁଣା ଗୋଟେ ନିର୍ଝରଣୀ ପରି ତାକୁ ତା ଦିଗରେ ବହିଯିବ ଏବଂ ତାକୁ ସହାୟକ ହେବ ସାଧନା ପଥରେ। ଧରନ୍ତୁ ଆମକୁ ଯେଉଁ କାର୍ଯ୍ୟଟି ଦିଆଯାଇଛି, ଧରନ୍ତୁ ଆମକୁ ଜଣେ ଗୋଟେ ଶିକ୍ଷକତା କାର୍ଯ୍ୟଟି ଦିଆଗଲା, କେଉଁ କଥାକୁ ଆମେ ଅତିକ୍ରମ କରିବା, ଏଇ ଯେଉଁ ସୁଯୋଗ ଅଛି ଏଥିରେ ଆମେ ଯେଉଁ ଶିକ୍ଷକ ଜୀବନ ବଞ୍ଚୁଛେ ବା ଜଣେ ଯେକୌଣସି କାର୍ଯ୍ୟ କରୁଛେ ସେଇ କାର୍ଯ୍ୟ ଭିତରେ ତାକୁ କେଉଁ କଥାକୁ ଅତିକ୍ରମ କରିବା ପାଇଁ ସୁଯୋଗଟା ଅଛି। ଧରନ୍ତୁ ଆମେ ପିଲାମାନଙ୍କ ସହିତ ରହୁଛେ, ଆମର ସମ୍ପର୍କ ପିଲାମାନଙ୍କ ସହିତ, ପିଲାମାନେ କେତେ ଦୁଷ୍ଟାମି କରନ୍ତି, ବଦମାସି କରନ୍ତି, କିନ୍ତୁ ସେ ଦୁଷ୍ଟାମିକୁ ସେ ତାଙ୍କର ସେ ବଦମାସିକୁ ଆମେ ସହିପାରୁଛୁ ନା କ୍ରୋଧରେ ଜର୍ଜରିତ ହୋଇ ତାଙ୍କ ଉପରେ ତାଙ୍କୁ ଗାଳି, ତାଙ୍କୁ ମାଡ଼ ଏଇଭଳି ଭାବରେ ତାଙ୍କ ପ୍ରତି ଗୋଟିଏ ଅତ୍ୟାଚାର କରିଚାଲିଛୁ, ସେଇଟା ଦେଖିବାକୁ ପଡ଼ିବ।
ଯେ ଆମର ଯେଉଁ କାର୍ଯ୍ୟ ମାଧ୍ୟମରେ ଆମେ ସାଧନାଟି କିପରି ଭାବରେ ଅଗ୍ରଗତି ହେଉଛି। ଯଦି ଜଣେ ଶିକ୍ଷକ ତାର ଶିକ୍ଷକ ଜୀବନରେ ଏସବୁ କଥାକୁ ସେ ଅତିକ୍ରମ କରିପାରିଲା ନାହିଁ, ସେଇ ପିଲାମାନଙ୍କ ପ୍ରତି କ୍ରୋଧ ରାଗ ଏଇଭଳି ସେ ଯଦି ଜୀବନଟେ ବଞ୍ଚିବ, ତାର କାର୍ଯ୍ୟଟି ସେ ଏଇ ଭିତରେ ଦେଇ କରିବ, ତାହେଲେ ତାର ଅଗ୍ରଗତି ହୋଇପାରିବ ନାହିଁ। ତେଣୁ ଆମକୁ ଦେଖିବାକୁ ହେବ ସଚେତନ ଭାବରେ ଯେଉଁ କାର୍ଯ୍ୟଟି ଦିଆଯାଇଛି ସେ କାର୍ଯ୍ୟର ମାଧ୍ୟମରେ କ'ଣ ସୁଯୋଗ ଅଛି, ଆମ ପାଇଁ କେଉଁ ସୁଯୋଗଟି ଅଛି ସାଧନା ପଥରେ ଆମକୁ ଯିବା ପାଇଁ। ସେ ଆଲୋକ ଦିଗରେ ପୁଣି ଆଉ ଗୋଟେ ସୁଯୋଗ କ'ଣ ଆମ ପାଇଁ ରହିଛି, ଯେ ଆଲୋକ ଦିଗରେ ସେ ଦେବଶିଶୁମାନଙ୍କୁ ଟିକେ ମୁହାଇଁ ଦେବା। ସେଇ କୁନି କୁନି ଦେବଶିଶୁମାନଙ୍କୁ ଆଲୋକ ଦିଗରେ ଭଗବାନଙ୍କ ଦିଗରେ ମୁହାଇଁ ଦେବାର ଗୋଟିଏ ବଡ଼ ଦାୟିତ୍ୱଟା ଆମ ପାଖରେ ରହିଛି। ମାଆଟିଏ ରୋଷେଇ କରୁଛି ଘରେ, ସେ ରୋଷେଇ ଭିତରେ ମଧ୍ୟ ତାର ସାଧନା ଚାଲିଛି। ଜଣେ ବିରକ୍ତ ହେଇ ଗୋଡ଼ ହାତ ବାଡ଼େଇ କଚାଡ଼ିକିରି ଫିଙ୍ଗା ଫୋପଡ଼ା କରି ବାସନ କୁସନ ଧୁମଧାମ କରି ଏତେ କାମ, ମୁଁ ଖାଲି ସବୁ କାମ କରିବି, ମୋର ଦ୍ୱାରା ଏସବୁ କାମ ହୋଇପାରିବ ନାହିଁ, ଏଇଭଳି ଚିଡ଼ଚିଡ଼ି ଯଦି ସେ କାମ କରିବ, ତାହେଲେ ତାର ଯେଉଁ ଚେତନାଟି, ଏ ଯେଉଁ ବିରକ୍ତି ଭାବଟି ସେ ସୂକ୍ଷ୍ମରେ ସେ ଖାଦ୍ୟରେ ପ୍ରବେଶ କରିବ। ଏବଂ ଯେତେବେଳେ ସେ ଖାଦ୍ୟକୁ ଘରର ପରିବାର ବର୍ଗ ଖାଇବେ, ତା କ'ଣ ହେବ, ନାନା ପ୍ରକାର ଗୋଟେ ହୁଏତ ବାହାରକୁ ହଠାତ୍ ଜଣା ନ ପଡ଼ିପାରେ, କିନ୍ତୁ ଭିତରେ ସେ କ୍ରିୟା କରିବ। ଗୋଟେ ବିକୃତ ଯେଉଁ ଭାବଟି ଆମର ତା ଭିତରକୁ ପ୍ରବେଶ କଲା ସେ ଖାଦ୍ୟ ମାଧ୍ୟମରେ, ଗୋଟେ ତା ଭିତରେ କ୍ରିୟା କରିବ, ଗୋଟେ ଡିଜର୍ଡର ଆଣିବ ଆସ୍ତେ ଆସ୍ତେ ଶରୀରରେ। ତେଣୁ ଆମର ସୁଯୋଗ କ'ଣ ଅଛି, ମାଆଟେ ରୋଷେଇ କଲାବେଳେ ଏଇ ଭାବନାଟି ନେଇ ସେ ରୋଷେଇ କରିବ ଯେ ମୋତେ ଯେଉଁ ଦାୟିତ୍ୱଟି ଦିଆଯାଇଛି, ମୁଁ ଯେଉଁ ରୋଷେଇଟି କରୁଛି, ଇଏ ହେଉଛି ଭଗବାନଙ୍କର କର୍ମ। ଏବଂ ଯେଉଁ ଖାଦ୍ୟ ମୁଁ ଆଜି ରନ୍ଧନ କରୁଛି ମୋର ପରିବାରର ସଦସ୍ୟମାନଙ୍କ ପାଇଁ, ଇଏ ହେଉଛି ପ୍ରସାଦ। ଏଇ ଖାଦ୍ୟକୁ ମୋର ପରିବାର ବର୍ଗ ଖାଇବେ, ତାଙ୍କ ଶରୀର ପୁଷ୍ଟି ସାଧନ ହେବ, ଏଇ ଶରୀରଟି ଯୋଗ୍ୟ ହେବ ସାଧନା କରିବା, ସେମାନଙ୍କ ଶରୀର ଯୋଗ୍ୟ ହେବ ସାଧନା କରିବା ପାଇଁ। ଏଇ କଥାଟି ଯେତେବେଳେ ଜଣେ ଚିନ୍ତା କରିକି ରୋଷେଇ କରୁଛି, ତାର ସାଧନା ହେଉଛି ନା ନାହିଁ, ସେ ସାଧନା ପଥରେ ହିଁ ଚାଲିଛି। ତେଣୁ ପ୍ରତ୍ୟେକ କାମ ଆମେ ଯିଏ ଯେଉଁ କାମ ଯେଉଁ ସ୍ତରରେ ଥାଇ କରୁନା କାହିଁକି, ପ୍ରତ୍ୟେକଙ୍କ ଭିତରେ ଗୋଟେ ସୁଯୋଗ ଅଛି ଆମେ ସେଇ ଯେଉଁ ବାଧାବିଘ୍ନ ଆସୁଛି ତାକୁ ଅତିକ୍ରମ କରି ସାଧନା ଦିଗରେ ଯିବା ପାଇଁ। ତାର ଆଶ୍ରମରେ ଜଣେ 6 ଫୁଟିଆ ଲୋକ ଆସିକରି ରହିଲେ ଆଶ୍ରମରେ, 6 ଫୁଟରୁ ଅଧିକ ହେବ। ତାଙ୍କୁ ଯେଉଁ ମିଳିଲା ଘରଟିଏ, ଗୋଟିଏ କ୍ଷୁଦ୍ର ବଖରାଟିଏ, ଛୋଟ ବଖରା। ସେ ଲମ୍ବା ହେଇକି ଯଦି ଶୋଇବେ, କାନ୍ଥରେ ଗୋଡ଼ ବାଜୁଛି, ନା ଲମ୍ବା ହୋଇ ଶୋଇପାରୁଛନ୍ତି, ସେ କ'ଣ କରନ୍ତି, ଯଦି ଚିତ୍ ହେଇକରି ଶୋଇଲେ ତାର ଗୋଡ଼ଟାକୁ କାନ୍ଥରେ ଅଧବାଟ ପର୍ଯ୍ୟନ୍ତ କାନ୍ଥରେ ଢେରା ଦେଖି ଶୋଇବେ, ନାହିଁ ତ ଯଦି କଡ଼େଇକି ଶୋଇବେ ସେ ଆଣ୍ଠୁକୁ ଜାକିକିରି ଶୁଅନ୍ତି। ସେ ଭାବିଲେ ଯେ ମୁଁ ଗୋଟେ ଏଡ଼େ ବଡ଼ ଲୋକଟା, ମୋତେ ଏଭଳି ଗୋଟେ ରୁମ୍ଟେ ଦିଆଯାଇଛି, ମା' ମୋତେ ଜାଣିନାହାନ୍ତି ଯେ ମୋ ପାଇଁ ଏ ଘରଟି ସୁଇଟେବଲ୍ ନୁହେଁ। ତେଣୁ ସେ କମ୍ପ୍ଲେନ୍ କଲେ ଯେ ମୋତେ ଗୋଟେ ଭଲ ଆଉ ଗୋଟେ ବଡ଼ ଘର ଦରକାର। ମା' ଶୁଣିଲେନି। ଯେତେବେଳେ ତାଙ୍କ ପାଖରେ ସେ ଖବର ପହଞ୍ଚେ ଯେ କେଉଁଠି ଗୋଟେ ରୁମ୍ ଖାଲି ହେଇଛି, ସଙ୍ଗେ ସଙ୍ଗେ ମାଆ ପାଖକୁ ଖବର ଯାଏ ଯେ ମା' ମୋର ରୁମ୍ଟେ ଦରକାର। ମା' କହନ୍ତି, ନୋ, ଦିସ୍ ରୁମ୍ ଇଜ୍ ନଟ୍ ଫର୍ ୟୁ, ତୁମ ପାଇଁ ସେ ରୁମ୍ ନୁହେଁ। ଯେତେ ଥର ଘର କେଉଁଠି କେମିତି ମିଳେ, ମା' କିନ୍ତୁ ସିଧାସଳଖ ମନା କରନ୍ତି, ସେ ଘରଟି ତୁମ ପାଇଁ ନୁହେଁ। ସେ ଭାବିଲେ ଯେ ମୁଁ ଏଇ ଘରକୁ ନେଇକି ଟିକେ ଶାନ୍ତିରେ ଶୋଇପାରୁନି, ରାତିରେ ଭଲ ଭାବରେ ନିଦ ହେଉନି, ବଡ଼ ଅଶାନ୍ତି ଭାବରେ ଅଶାନ୍ତ ଯିବ, ରାତିରେ ଆମର ବଡ଼ ଅଶାନ୍ତିରେ କଟୁଛି। କାହିଁକି ମୁଁ ଅଶାନ୍ତିରେ ରାତି କଟଉଛି, ଏଇଠି ମୋ ପାଇଁ ଠିକ୍, ମା' ଦେଇଛନ୍ତି, ଏଇ ଘରଟି ମୋ ପାଇଁ ଉପଯୁକ୍ତ, ମୁଁ ଆଉ ଘର ପାଇଁ ଆଉ ଦାବି କରିବି ନାହିଁ। ତେଣୁ ସେ କ'ଣ କଲେ, ଭାବିଲେ, ପଜିଟିଭଲି ଭାବିଲେ, କୌଣସି ନେଗେଟିଭ୍ ତାଙ୍କ ଭିତରେ ଆସିଲା ନାହିଁ। ଦେଖାଗଲା ସେଦିନ ରାତିରେ ବଡ଼ ଆନନ୍ଦରେ ସେ ନିଦ୍ରା ଗଲେ, ଭାରି ଖୁସିରେ ସେ ଶୋଇଲେ, ଟିକେ ମାନେ ରାତିରେ ତାଙ୍କର ନିଦରେ ବ୍ୟାଘାତ ଘଟି ନାହିଁ, ବଡ଼ ଆରାମରେ ସେ ଶୋଇଲେ। ସକାଳକୁ ହଠାତ୍ ଖବର ଆସୁଛି ଯେ ଏ ବିଗ୍ ରୁମ୍ ଇଜ୍ ରେଡି ଫର୍ ୟୁ। ସେ କୃତଜ୍ଞତାରେ ତା ହୃଦୟଟି ପୂର୍ଣ୍ଣ ହୋଇ ଉଠିଲା। ଯେ ପର୍ଯ୍ୟନ୍ତ ମୁଁ ଏ ଅବସ୍ଥାକୁ ଅତିକ୍ରମ କରିନଥିଲି, ସେ ପର୍ଯ୍ୟନ୍ତ ମା' ମୋତେ ରୁମ୍ ଦେଲେ ନାହିଁ। ଯେତେବେଳେ ସେ ଅବସ୍ଥା ସହିତ ମୁଁ ଖାପ ଖୁଆଇଲି ନିଜକୁ, ଅର୍ଥାତ୍ ସେ ଅସୁବିଧାଟାକୁ ମୁଁ ଅତିକ୍ରମ କଲି,
ସେତେବେଳେ ମୋ ପାଇଁ ସୁଯୋଗ ଆଉ ଗୋଟେ ଆସିଗଲା। ଏଇଟା ପ୍ରତ୍ୟେକଙ୍କ ଜୀବନର କଥା। ଆମେ କୌଣସି ପ୍ରକାର ନୋ ଡିମାଣ୍ଡ, ନୋ କମ୍ପ୍ଲେନ୍, ନୋ ଅବଜେକ୍ସନ୍, ଯାହା ଆମକୁ କୃପା କରି ଦେଇଛନ୍ତି ତାକୁ ଆମେ ଆନନ୍ଦରେ ବରଣ କରିବା। କୌଣସି ପ୍ରକାର କମ୍ପ୍ଲେନ୍ ରହିବ ନାହିଁ, ଅବଜେକ୍ସନ୍ ନାହିଁ। କାରଣ ଆମେ କ'ଣ ବେଶୀ ପଣ୍ଡିତ? ଆମେ ଜାଣିଛୁ ଆମ ପାଇଁ କ'ଣ ଭଲ କ'ଣ ମନ୍ଦ। ଜାଣିବା ଲୋକ ସିଏ ଜାଣିଛନ୍ତି, ସେ ମା ସେ ସବୁ ଜାଣନ୍ତି। ଆମ ପାଇଁ କ'ଣ ସର୍ବୋତ୍ତମ ସିଏ ଆମ ପାଇଁ ରଖିଛନ୍ତି। ଆମେ ଖାଲି ଆମର ସେ ଛୋଟିଆ ବୁଦ୍ଧି, ଛୋଟିଆ ଚିନ୍ତାଧାରା, ଛୋଟ ଦୃଷ୍ଟିଶକ୍ତି, ତାକୁ ନେଇକରି ଆମେ କେତେ କ'ଣ ବିଚାର କରୁଛୁ। ଯେଉଁ ବିଚାର ଶକ୍ତି ଆମର ଅଛି ତା'ର ଯେ ପରିଣାମଟି କ'ଣ ହେବ ଭବିଷ୍ୟତରେ ସେ କଥା ଆମେ ଜାଣିପାରୁନା। ତେଣୁ ଯେତେବେଳେ ଇଚ୍ଛାଟି ଆମର ପୂରଣ ହୁଏ ନାହିଁ ସେତେବେଳେ କମ୍ପ୍ଲେନ୍ କରୁ। ପରବର୍ତ୍ତୀ ଏଇଠି ପାରାଗ୍ରାଫରେ ମା ସାଙ୍ଗେ ସାଙ୍ଗେ କହୁଛନ୍ତି, ଏକ ଯଥାର୍ଥ ଅଗ୍ରଗତି କରିବା ଲାଗି ଏବଂ ଆପଣର କୌଣସି ଇଚ୍ଛା ଏକ ବିରୋଧର ସମ୍ମୁଖୀନ ହେବା ମାତ୍ରକେ ହିଁ ଅତ୍ୟନ୍ତ କ୍ରୁଦ୍ଧ ହୋଇ ପଡ଼ିବାରୁ ନିଜକୁ ନିବୃତ୍ତ କରି ରଖିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ଆସି ପହଞ୍ଚିଛି। ଧରନ୍ତୁ ମା କହୁଛନ୍ତି କିଛି ଗୋଟେ ଆପଣ ଇଚ୍ଛା କଲେ, କିଛି ଗୋଟେ ପାଇବା ପାଇଁ ଇଚ୍ଛା କଲେ ଏବଂ ସେ ଇଚ୍ଛାଟି ପାଇଁ ଅନେକ ବିରୋଧ ଆସିଲା। ଯେତେବେଳେ ସେ ଇଚ୍ଛାଟିର ପୂରଣ ହୋଇପାରୁନାହିଁ, ଅନେକ ବିରୋଧ ଆସୁଛି, ଯେତେବେଳେ କ'ଣ ହେବ? ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉଠିବା। ମା କହୁଛନ୍ତି ଏକ ବିରୋଧର ସମ୍ମୁଖୀନ ହେବା ମାତ୍ରକେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ପଡ଼ିବାରୁ ନିଜକୁ ନିବୃତ୍ତ କରି ରଖିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ଆସି ପହଞ୍ଚିଛି। ଆମର ଇପ୍ସିତ ଜିନିଷଟି ଆମକୁ ନ ମିଳିଲେ ଯେତେବେଳେ ଆମେ କ୍ରୁଦ୍ଧ ହୋଇ ଉଠୁ, ହତାଶା ହୋଇଯାଉ, ବିଷାଦଗ୍ରସ୍ତ ହୋଇପଡ଼ୁ, କ୍ରୋଧରେ ଜର୍ଜରିତ ହୋଇପଡ଼ୁ, ମା କହୁଛନ୍ତି ସେଥିରୁ ନିଜକୁ ନିବୃତ୍ତ କରିବା ପାଇଁ ସମୟ ଆସି ପହଞ୍ଚିଗଲାଣି। ଆଉ ସେଇ ପୁରୁଣା କଥାରେ ମାଡ଼ି ମକଚି ରହିଲେ ହେବ ନାହିଁ। ଯେହେତୁ ଗୋଟେ ଚେତନାର ଦ୍ୱାରଟି ଖୋଲୁଛି, ସେ ଚେତନାର ସେ ଯେଉଁ ଆଲୋକଟି ଆସି ଆମକୁ ସ୍ପର୍ଶ କଲାଣି, ଏ ଯେଉଁ ସମୟ ବର୍ତ୍ତମାନ ଆସିଛି, ସେ ଆଲୋକିତ ସମସ୍ତେ କେବଳ ଆମେ ନିଜକୁ କେତେ ଉନ୍ମୋଚିତ କରି ରଖିଛୁ ସେ ଆଲୋକ ପାଇଁ। ତେଣୁ ମା ସେଇ ଆଶ୍ରମ ସାଧୁଙ୍କୁ କହୁଛନ୍ତି, ତୁମେ ଯଦି ମୁଁ ଖୁସି ହେବ ବୋଲି ଇଚ୍ଛା କରୁଥିବ, ସେ ବିଷୟରେ ମୋର କୌଣସି ସନ୍ଦେହ ନାହିଁ, ତେବେ ତୁମେ ନିଶ୍ଚୟ କଙ୍କ ସହିତ ସହଯୋଗ କରିବାକୁ, ତାଙ୍କ ସହିତ ମିଶି କାର୍ଯ୍ୟଟି କରିବାକୁ ଅବଶ୍ୟ ଚେଷ୍ଟା କରିବ। କୌଣସି ଏକ ଆଉ ଜଣେ ସାଧକଙ୍କର କଥା ଏଠି ମା କହୁଛନ୍ତି, ତାଙ୍କୁ କ ବୋଲି କହୁଛନ୍ତି ଯେ ତୁମେ ତାଙ୍କ ସହିତ ମିଳିମିଶି କାର୍ଯ୍ୟଟି କରିବ। ଯଦି ଚାହୁଁଥାଅ ମୁଁ ଖୁସି ହୁଏ ବୋଲି, ତାହେଲେ ତୁମେ ତାଙ୍କ ସହିତ ମିଶିକି ରହିବ। ପୁଣି ମା ଲେଖିଲେ, ତୁମେ କଦାପି ଭୁଲିଯିବ ନାହିଁ ଯେ କର୍ମ ନୈପୁଣ୍ୟ ଓ କାର୍ଯ୍ୟର ଗୁଣାତ୍ମକତାର ହିଁ ମୁଁ କର୍ମୀମାନଙ୍କର ବିଚାର କରିଥାଏ। ଇଟ୍ ଇଜ୍ ବାଇ ଦ ଏଫିସିଏନ୍ସି ଆଣ୍ଡ ଦ କ୍ୱାଲିଟି ଅଫ୍ ଦ ୱାର୍କ ଦ୍ୟାଟ୍ ଆଇ ୱିଲ୍ ଜଜ୍ ଦ ୱାର୍କର୍ସ। ମା କହିଲେ କର୍ମ ନୈପୁଣ୍ୟ, କାର୍ଯ୍ୟର ଗୁଣାତ୍ମକତା ତାକୁ ଦେଖିକରି ମୁଁ କର୍ମୀମାନଙ୍କର ବିଚାର କରିଥାଏ। କେଉଁ କର୍ମୀଟି କିପରି, ତାହାର ସେ ପ୍ରକୃତିରେ କିଭଳି ଭାବରେ କର୍ମ କରୁଛି ଏବଂ ସେ କେମିତିକା କର୍ମୀ, ତାକୁ ଦେଖିକି ମୁଁ ବିଚାର କରିଥାଏ। ଆଣ୍ଡ ଇଟ୍ ଇଜ୍ ଓନ୍ଲି ଆଫ୍ଟରୱାର୍ଡସ୍ ଦ୍ୟାଟ୍ ଟାଇଟେଲ୍ସ କ୍ୟାନ୍ ବି ଗିଭେନ୍। କେବଳ କାର୍ଯ୍ୟଟି ସମ୍ପନ୍ନ ହୋଇସାରିବା ପରେ ଯାଇ ଉପାଧିମାନ ଦିଆଯାଇପାରିବ। ଯେତେବେଳେ କୌଣସି ପ୍ରତିଯୋଗିତା ହେଉଛି, ଯେକୌଣସି ପ୍ରତିଯୋଗିତାଟି ହେଉ, ସେଥିରେ ପ୍ରତିଯୋଗିତାର ଫଳଟି ବାହାରି ସାରିଲା ପରେ ଯାହାକୁ ଯେମିତି ପ୍ରାଇଜ୍ ଦିଆଯାଏ, ଠିକ୍ ସେମିତି ଯେଉଁମାନେ ଆମେ ସବୁ କର୍ମ କରୁଛେ, ସେ ଆଶ୍ରମରେ ହେଉ ଆଶ୍ରମ ବାହାରେ ହେଉ, ଯେଉଁମାନେ କାମ କରୁଛନ୍ତି, ସେ କାର୍ଯ୍ୟର ଗୁଣାତ୍ମକତାକୁ ମା ଦେଖନ୍ତି ଏବଂ କାର୍ଯ୍ୟଟି ସମ୍ପନ୍ନ ହୋଇସାରିବା ପରେ ମା ବିଚାର କରନ୍ତି ଯେ ପ୍ରକୃତରେ ଇଏ କିପରି କର୍ମୀ। ପୁଣି ମା ଲେଖୁଛନ୍ତି, ନେଭର୍ ଫରଗେଟ୍ ଦ୍ୟାଟ୍ ହିୟର୍ ଇଟ୍ ଇଜ୍ ଫର୍ ଦ ପରଫେକ୍ସନ୍ ଅଫ୍ ଦ ୱାର୍କ ଦ୍ୟାଟ୍ ୱି ଆର୍ ଷ୍ଟ୍ରାଇଭିଂ, ନଟ୍ ଫର୍ ଦ ସାଟିସ୍ଫ୍ୟାକ୍ସନ୍ ଅଫ୍ ଦ ଇଗୋ। ତୁମେ କଦାପି ଭୁଲିଯିବ ନାହିଁ ଯେ ଏଠାରେ ଆମେ ଯେକୌଣସି କାର୍ଯ୍ୟକୁ ଯଥାସମ୍ଭବ ଅଧିକ ନିଖୁଣ ଭାବରେ କରିବା ପାଇଁ ଚେଷ୍ଟା କରୁଛୁ। ଅହଂର ତୃପ୍ତି ବିଧାନ ଲାଗି ଆଦୌ କିଛି ହେଲେ କରୁନାହୁଁ। ଆମେ ଯେଉଁ କାର୍ଯ୍ୟ ସବୁ କରୁଛୁ ଏଠି,
ଯେଉଁ କାର୍ଯ୍ୟ ସବୁ ଆମକୁ ଦିଆଯାଇଛି ସେ ଯେଉଁ କାର୍ଯ୍ୟଟି କରୁଛୁ କେମିତି କରୁଛୁ ନା ଅଧିକ ନିଖୁଣ ଭାବରେ କରିବା ପାଇଁ କୌଣସି ପ୍ରକାର ଗୋଟେ ଟୋଟାଲି ଗୋଟେ ପରଫେକ୍ସନ୍ ସେ ୱାର୍କ ଥିବା ସେ କାର୍ଯ୍ୟଟି ଗୋଟେ ପୂର୍ଣ୍ଣତା ଯେମିତି କାର୍ଯ୍ୟ ଯେମିତି ପୂର୍ଣ୍ଣତା ଆସିବ ଅଧାପନ୍ତରିଆ କାମ ନୁହେଁ। ପୁଣି ଆଉ କ'ଣ ଅହଂର ତୃପ୍ତି ବିଧାନ ପାଇଁ ନୁହେଁ। ଅର୍ଥାତ୍ ଗୋଟେ ଅହଂ ଭାବ ଯେଉଁ ଭିତରେ ରହିଛି ତାକୁ ଖୁସି କରିବା ପାଇଁ ମଧ୍ୟ ଆମେ କାମ କରୁନା ବା ଅନ୍ୟମାନଙ୍କର ସୁପରିୟରମାନଙ୍କର ପ୍ରଶଂସା କାହାର ହାତ ତାଳି କାହାର ବାହାବା ସେଥିପାଇଁ ମଧ୍ୟ ଆମର ଯେତେବେଳେ ଅନ୍ୟମାନେ ଆମର କାର୍ଯ୍ୟକୁ ଦେଖି ଖୁସି ହେଇକରି ଆମକୁ ଗୋଟେ ପ୍ରଶଂସା କରନ୍ତି ସେଠି ଖୁସି ପ୍ରକୃତି କିଏ ହୁଏ ଆମର ଅହଂଟି ହୋଇଥାଏ। ତେଣୁ ମା' କହୁଛନ୍ତି ଅହଂର ତୃପ୍ତି ବିଧାନ ପାଇଁ ଆମେ କିଛି କାମ କରୁନା ଯାହା କରିବୁ ଗୋଟିଏ ପୂର୍ଣ୍ଣାଙ୍ଗ ପୂର୍ଣ୍ଣତା ଗୋଟେ ସୁନ୍ଦର କଥାଟିଏ ଏ ସମ୍ପର୍କରେ ରହିଛି। ଆମର ଗ୍ରୀସରେ ଏଥେନା ଦେବୀଙ୍କର ଗୋଟିଏ ମନ୍ଦିର ଗ୍ରୀସରେ ଏଥେନା ଦେବୀଙ୍କର ମନ୍ଦିରଟେ ତିଆରି ହେଲା। କେଉଁଠି ତିଆରି ହେଲା? ଗୋଟେ ପାହାଡ଼ ଉପରେ ତିଆରି ହେଲା। କିପରି ଭାବରେ ଦେଖନ୍ତୁ ମନୋଭାବ ଏବଂ ଏଇ ଯେଉଁ ଗ୍ରୀକ୍ ସାହିତ୍ୟର ଗଳ୍ପ ହେଉ ଆମର ଭାରତୀୟ ବେଦାନ୍ତ ଉପନିଷଦରେ ଯାହା ସବୁ ରହିଛି ଗଳ୍ପ ଗୁଡ଼ିକ ରହିଛି ସେ ଗଳ୍ପର ଇସେନ୍ସଟା କ'ଣ ପ୍ରକୃତରେ ସେ ଗଳ୍ପର କେଉଁ ଉଦ୍ଦେଶ୍ୟରେ କ'ଣଟା ସେଥିରୁ ଆମର ଶିଖିବାର ଅଛି। ଗଳ୍ପଟି ଖାଲି ଗୋଟେ ମନୋରଞ୍ଜନ ପାଇଁ ନୁହେଁ ବା ଗୋଟେ ଖୁସି ହେବା ପାଇଁ ନୁହେଁ। ସେ ଗଳ୍ପର କ'ଣ ରହିଛି ତା'ର ସେ ଅନ୍ତର୍ନିହିତ ଗୁଣଟି କ'ଣ ଅଛି ତା ଭିତରେ ସେ ଶକ୍ତିଟି କ'ଣ ଅଛି ସେ ଶକ୍ତିଟିକୁ ଆମେ ଗ୍ରହଣ କରିବା। ଯେତେବେଳେ ସେ ପାହାଡ଼ ଉପରେ ଏଥେନା ଦେବୀଙ୍କର ଗୋଟେ ମନ୍ଦିର ତିଆରି ହେଉଥାଏ ଜଣେ ସୁନ୍ଦର ଗୋଟିଏ ବିରାଟ ଜଣେ ପ୍ରଖ୍ୟାତ ଶିଳ୍ପୀ ସେ କାର୍ଯ୍ୟଟି କରୁଥାନ୍ତି। ଦେବୀଙ୍କର ମୂର୍ତ୍ତି ସେ ତିଆରି କରୁଛନ୍ତି ଚମତ୍କାର ଭାବରେ ଦେବୀଙ୍କର ମୂର୍ତ୍ତି ତିଆରି କରୁଛନ୍ତି ଏବଂ ସେ ଯେଉଁଠି ତିଆରି ହେଉଛି ସେ ମନ୍ଦିର ପାହାଡ଼ର ଅଗ୍ରଭାଗରେ ସେ ପାହାଡ଼ର ପଶ୍ଚାତରେ ଯେଉଁ ଦେବୀଙ୍କର ପଶ୍ଚାତରେ ସେଠି କୌଣସି ଜନବସତି ନାହିଁ। ବିରାଟ ପାହାଡ଼ ଉପରେ ସେଠି ପୁରା ଗୋଟେ ବିରାଟ ଖାଲ ରହିଛି ସେପଟକୁ କେହି ଯିବାର ବି ନାହିଁ। ଯାହା ଦେଖିବେ ସାମ୍ନାରେ ଦେବୀଙ୍କୁ ସାମ୍ନାରୁ ହିଁ ଦେଖିବେ ପଛପଟକୁ ଯିବାର କୌଣସି ସୁବିଧା ନାହିଁ। ତ ସେ ମୂର୍ତ୍ତିଟିକୁ ଯେତେବେଳେ ସେ ତିଆରି କରୁଛନ୍ତି ତିଆରି କଲା ପରେ ସେଠି ସ୍ଥାପନ କରାଯିବ। ତିଆରି କଲା ପରେ ତାଙ୍କର ଯେଉଁ କେଶ ରାଶି ରହିଛି ଆମେ ଜାଣିଛୁ ଦେବୀମାନଙ୍କର କେଶ ମୁକୁଳିତ ଅବସ୍ଥାରେ ଥାଏ। ଏଥେନା ଦେବୀଙ୍କର କେଶକୁ ସେ ଶିଳ୍ପୀ ଜଣକ ଯେଉଁ ସଜାଉଥାନ୍ତି ବା ତିଆରି କରୁଥାନ୍ତି ଗୋଟିଏ ତରଙ୍ଗାୟିତ ଢଙ୍ଗରେ କେଶର କୁଞ୍ଚ କୁଞ୍ଚ କେଶ ତରଙ୍ଗାୟିତ ଭାବରେ ପ୍ରତିଟି କେଶ ରାଶିକୁ ସେ ସୁନ୍ଦର ଭାବରେ ରୂପ ଦେଉଥାନ୍ତି। ଟିକିଏ ବି ମାନେ ଯାହା କୁହନ୍ତି ଗୋଟେ ପୂର୍ଣ୍ଣାଙ୍ଗ ପୂର୍ଣ୍ଣତା ଟିକିଏ ବି ଯେ କାମ ଚଳା କଥା ନୁହେଁ। ପ୍ରତିଟି କେଶ ରାଶିକୁ ସେ ସୁନ୍ଦର ଭାବରେ ଗୋଟିଏ ତରଙ୍ଗାୟିତ ଢଙ୍ଗରେ ସେ କେଶ ରାଶିକୁ ତଳକୁ ତିଆରି କରିଥାନ୍ତି। ଜଣେ ଦେଖୁଥିଲେ ଏ କଥାଟି ଯେ ଦାୟିତ୍ୱରେ ଥିଲେ ସେ ଦେଖୁଥିଲେ ସେ କହିଲେ ଆପଣ ବହୁତ ଏତେ ସୁନ୍ଦର ଚିତ୍ର କରୁଛନ୍ତି ମୂର୍ତ୍ତି ଆଙ୍କୁଛନ୍ତି ଗୋଟେ ଜୀବନ୍ତ ଭରତ ଦିଶୁଛି କିନ୍ତୁ ପଶ୍ଚାତରେ ତ କେହି ଦେଖିବାର ନାହିଁ ଏତେ ସମୟ ସେଥିରେ ନଦେଲେ ବି ଚଳିବ ଖାଲି ଯେମିତି ସେ କରିଦେଲେ ହେବ ଏତେ ସମୟ ତା ଦେହରେ ଦେଇକରି ଗୋଟିଏ ଗୋଟିଏ କେଶରାଶିକୁ ଆପଣ ଯେଉଁଭଳି ତୀକ୍ଷ୍ଣ ଭାବରେ ନଜରରେ କରୁଛନ୍ତି ଏତେଟା ମୁଁ ଭାବୁଛି ଆବଶ୍ୟକତା ନାହିଁ। ସେତେବେଳେ ସେ ଶିଳ୍ପୀଜଣକ କହିଲେ ଯେ ଏଇ ଯେଉଁ ଚିତ୍ରଟି ମା ଏଥେନାଙ୍କର ଯେଉଁ ମୂର୍ତ୍ତିଟି ମୁଁ ନିର୍ମାଣ କରୁଛି ମୋର ଯେଉଁ କଳା ନୈପୁଣ୍ୟ ରହିଛି ସେ କଳାଟିକୁ ମୁଁ ଏଠି ଜୀବନ୍ତ ଭାବରେ ପରିସ୍ଫୁଟ କରିବାକୁ ଚାହେଁ। କିଏ ଦେଖିଲେ କହିବେ ସୁନ୍ଦର ହେଇଛି ପ୍ରଶଂସା କରିବେ ମୁଁ ସେଥିପାଇଁ କରୁନାହିଁ। ପଶ୍ଚାତ ଭାଗକୁ କେହି ଦେଖୁ ବା ନ ଦେଖୁ କିନ୍ତୁ କୌଣସି ମୂର୍ତ୍ତି ତିଆରିରେ ଯେମିତି ଏତିକି ଟିକେ ବି ତ୍ରୁଟି ରହିବ ନାହିଁ। ପ୍ରତ୍ୟେକଟି ତାଳୁରୁ ତଳିପା ପର୍ଯ୍ୟନ୍ତ କେଉଁଠିରେ ଯେମିତି ଗୋଟେ ପୂର୍ଣ୍ଣାଙ୍ଗ ରୂପ ମୁଁ ଦେବାକୁ ଚାହେଁ। ମୋର କଳାଟିକୁ ମୁଁ ସମ୍ପୂର୍ଣ୍ଣ ଭାବରେ ମାଆଙ୍କର ସେ ଦେବୀ ମୂର୍ତ୍ତିଙ୍କର ତାଳରୁ ତଳିପା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଭାବରେ ମୁଁ ସେ କଳାଟିକୁ ଫୁଟେଇବାକୁ ଚାହେଁ। କିଏ ଦେଖନ୍ତୁ ବା ନ ଦେଖନ୍ତୁ ମୁଁ ପ୍ରଶଂସା ପାଇଁ କରୁନାହିଁ। ମୁଁ ସେ ମାଆଙ୍କର ମୂର୍ତ୍ତିଟିକୁ ଜୀବନ୍ତ ଭାବରେ ଏଠି ପ୍ରତିଷ୍ଠା କରିବାକୁ ଚାହୁଁଛି। ଅର୍ଥାତ୍ କେହି ନ ଦେଖିଲେ ସେ ପଶ୍ଚାତ ଭାଗକୁ କେହି ନ ଦେଖିଲେ ମଧ୍ୟ ମୂର୍ତ୍ତିଟିକୁ ସେ ଯେମିତି ପାରିଲେ ସେମିତି କରିଦେବେ
ସେ ଦୃଷ୍ଟିଭଙ୍ଗୀ ତାଙ୍କର ନାହିଁ। ତେଣୁ ମା ଏଠି କହୁଛନ୍ତି ଆମ କାର୍ଯ୍ୟରେ ଗୋଟିଏ ପୂର୍ଣ୍ଣାଙ୍ଗତା ରହିବ, ନିଖୁଣ ଭାବରେ, ଯଥା ସମ୍ଭବ ନିଖୁଣ ଭାବରେ ଏ କାର୍ଯ୍ୟଟିକୁ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ତ ଅହଂର ତୃପ୍ତି ବିଧାନ ପାଇଁ ନୁହେଁ। ଯଦି ଅହଂର ତୃପ୍ତି ବିଧାନ ପାଇଁ ଜଣେ କାର୍ଯ୍ୟ କରିବ ତାହେଲେ ଯେତିକି ତାକୁ ସେ ଲୋକଙ୍କ ଲୋଚନକୁ ଆସିବ ସେତିକି ସୁନ୍ଦର ଭାବରେ କରିବ, ଯାହା ଆଢ଼ୁଆଳରେ ରହିବ ତାକୁ ସେ ଯେନତେନ ପ୍ରକାର କରିଦେବ। କାରଣ ମୋତେ ଲୋକ ଯେତିକି ଦେଖିବେ, ପ୍ରଶଂସା କରିବେ, ସେତିକି ତ ହେଇଗଲା, ପଛକୁ କିଏ ଦେଖୁଛି। ମୁଁ ଥରେ ଗୋଟେ ସମାଧିକୁ ଯାଇଥିଲି, ରିଲିଫ୍ ସେଣ୍ଟର। ସେଠି ଟଗର ଫୁଲରେ ସୁନ୍ଦର ଭାବରେ ସଜା ହେଇଛି ଏବଂ ଟଗର ଫୁଲଟି ଖାଲି ମାନେ ଗୋଟିଏ ଲେୟାର ନୁହେଁ, ଥାକ ଥାକ ହେଇକି ଉପରୁ ପୁରା ଗୋଟିଏ ପ୍ରାୟ 4-5 ଇଞ୍ଚର ସେ ଟଗର ଫୁଲ ଉପରକୁ ରହିଛି। ସମାଧିର ପୃଷ୍ଠଭାଗରୁ ଉପରକୁ 5 ଇଞ୍ଚ ଖଣ୍ଡେ ପୁରା ରହିଛି। ମୁଁ ଟିକେ ଆଡ଼େଇକରି ତଳକୁ ଟିକେ ଦେଖିଲି ଯେ କୌଣସି ଗୋଟିଏ ଟଗର ଫୁଲ ଓଲଟା ତା ଭିତରେ ନାହିଁ। ସୁନ୍ଦର ଭାବରେ ତଳରୁ ହିଁ ପୁରା ସଜା ହେଇକି ଉପରକୁ ଆସିଛି। ସେ ତ କହିପାରିଥାନ୍ତେ ହଁ ତଳେ ସେମିତି ପକାଇଦେବା, ଉପରଟା ସଜାଇଦେବା। ତା ଅର୍ଥ ଆମେ କ'ଣ କରୁଛୁ? ପୂର୍ଣ୍ଣାଙ୍ଗ କାମ କରୁଛୁ, ପୂର୍ଣ୍ଣତା ଦିଗରେ ଯାଉଛୁ, ଠକୁଛୁ କାହାକୁ? ନିଜକୁ, ମାଙ୍କୁ। ଯିଏ ଦେଖୁଛନ୍ତି ସବୁ, ତାଙ୍କ ପାଖରେ ଏସବୁ କଥା କାମ ଚଳିବ ନାହିଁ। ଯିଏ ଅଳିଆଟିକୁ ମଧ୍ୟ କହନ୍ତି ଯଥାସ୍ଥାନରେ ସେ ରହିବା ଉଚିତ, ତାକୁ ଏଣେ ତେଣେ ପକାଇବା ଅପରାଧ। ତେଣୁ ମା କହିଲେ ଯେଉଁ କାର୍ଯ୍ୟ କରାଯିବ ନିଖୁଣ ଭାବରେ, ଯାହା ବି କରୁ ଆମେ, ଘରେ ରୋଷେଇଟେ ହେଉ ବା ଅଫିସରେ ଜଣେ କର୍ମଚାରୀ କାମ କରିବା ହେଉ, ଶିକ୍ଷକ ଜୀବନଟାରେ ଶିକ୍ଷକତା ହେଉ, କୌଣସି ଠକାଠକି ନାହିଁ। ଯାହା କାମ ଯେମିତି ଯାହାକୁ ଦିଆଯାଇଛି ପ୍ରତ୍ୟେକ କାର୍ଯ୍ୟ ଯେମିତି ସେ ସୁନ୍ଦର ଭାବରେ କରିବ, ଏଇ ଦୃଷ୍ଟିଭଙ୍ଗୀ ରହିବା ଦରକାର। ପୁଣି ମା କହୁଛନ୍ତି ଯେଉଁମାନେ ମୋ ଆଗରେ ମୁଁ ସାଧକମାନଙ୍କୁ କେବେ କୌଣସି ପଦ ବା ସ୍ଥାନ ଦିଏ ନାହିଁ। ମୁଁ ସେମାନଙ୍କୁ କାର୍ଯ୍ୟ ଦିଏ ଏବଂ ସମସ୍ତଙ୍କୁ ସେଥିଲାଗି ସମାନ ସୁଯୋଗ ମଧ୍ୟ ଦେଇଥାଏ। ଯେଉଁମାନେ ମୋ ଆଗରେ ସମସ୍ତଙ୍କ ଠାରୁ ଅଧିକ ସମର୍ଥ ଓ ଅଧିକ ନିଷ୍ଠାଯୁକ୍ତ, ଅଧିକ ସାଧୁ ଏବଂ ଅଧିକ ବିଶ୍ୱାସଯୋଗ୍ୟ ବୋଲି ପ୍ରମାଣ ଦେଇଥାନ୍ତି, ସେହିମାନଙ୍କ ଉପରେ ହିଁ ସବୁଠାରୁ ଅଧିକ ପରିମାଣର କାର୍ଯ୍ୟ ଏବଂ ସବୁଠାରୁ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ। ତେଣୁ ମା କହିଲେ ଯେଉଁମାନେ, ମୁଁ କାହାକୁ କିଛି ପଦବୀ ଏସବୁର ଆବଶ୍ୟକତା ନାହିଁ, ମୁଁ କାମ ହିଁ ଦିଏ, କାମ କରିବା ପାଇଁ ସମସ୍ତଙ୍କୁ ସୁଯୋଗ ଦିଏ। ଏବଂ ଯେଉଁମାନଙ୍କୁ ଦେଖେ ଯେ ସେମାନେ ଅଧିକ ସମର୍ଥ, ଅଧିକ ନିଷ୍ଠାବାନ, ସେମାନେ ସାଧୁ, ବିଶ୍ୱାସଯୋଗ୍ୟ, ତାଙ୍କରି ଉପରେ ହିଁ କାର୍ଯ୍ୟଭାର ଅଧିକ ମୁଁ ଦେଇଥାଏ। ସବୁଠାରୁ ଅଧିକ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ କରାଯାଇଥାଏ। ଯେମିତି ଏକ ବିରାଟ ଦାୟିତ୍ୱ ରଘୁ ଭାଇ ନେଇଛନ୍ତି। ଏ ଦାୟିତ୍ୱଟି କିଏ ତାଙ୍କୁ ଦେଇଛି? ସେ ନିଜେ ଦେଇଛନ୍ତି ନା ସେ ଯନ୍ତ୍ରଟି ରଘୁ ଭାଇଙ୍କ ଭଳି ଏକ ଯନ୍ତ୍ର ସେ ସେତିକି ଯୋଗ୍ୟ ବୋଲି ମା ତାଙ୍କୁ ଏ ଦାୟିତ୍ୱଟି ଦେଇଛନ୍ତି। ତେଣୁ ଯିଏ ଅଧିକ ସମର୍ଥ, ଯିଏ ଅଧିକ ନିଷ୍ଠାବାନ, ଯିଏ ଅଧିକ ମାଙ୍କର ବିଶ୍ୱାସଯୋଗ୍ୟ, ମା ତାକୁ ହିଁ କାର୍ଯ୍ୟ ଦିଅନ୍ତି, ଅଧିକ କାର୍ଯ୍ୟ। ଏବଂ ଅଧିକ କାର୍ଯ୍ୟ କରିବା ଭିତରେ ଯାହାର ସେତିକି ସାମର୍ଥ୍ୟ ଅଛି, ମା ଦେଖିକି ତାଙ୍କୁ ସେ କାର୍ଯ୍ୟଟି ଦିଅନ୍ତି ଏବଂ ସେ କାର୍ଯ୍ୟଟିକୁ ସେ ନିଷ୍ଠାର ସହିତ କରିବା ଉଚିତ। ଏବଂ ମା ଯେତେବେଳେ ଦେଖନ୍ତି କାହା ଭିତରେ କ'ଣ ସମ୍ଭାବନା ଅଛି, କିଏ କେଉଁ କାର୍ଯ୍ୟଟି କରିପାରିବ, ମା ହିଁ ବାଛିକି ଦିଅନ୍ତି। ଯେତେବେଳେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଦକ୍ଷିଣ ଗୋଡ଼ର ସେ ଦକ୍ଷିଣ ଜଙ୍ଘର ହାଡ଼ଟି ଯେତେବେଳେ ଫ୍ରାକ୍ଚର କରିଗଲା, ପ୍ରଭୁ ଯେତେବେଳେ ତାଙ୍କୁ ବେଡ୍ ରେଷ୍ଟ ନେଲେ, ଯେଉଁ ଦଳଟି, ଯେଉଁ ଟିମ୍ଟି ତାଙ୍କ ପାଇଁ ଗଢ଼ାଗଲା ଯେ ଏମାନେ ପ୍ରଭୁଙ୍କ ପାଖରେ ତାଙ୍କ ସେବା କରିବେ, ଆଶ୍ରମରେ କେତେ ଲୋକ ଥିଲେ? କାହିଁକି ବଛାଗଲା ଚମ୍ପଲାଲଙ୍କୁ, କାହିଁକି ବଛାଗଲା ନିରଦବର୍ଣ୍ଣଙ୍କୁ, କାହିଁକି ବଛାଗଲା ସତ୍ୟେନ୍ଦ୍ରକୁ? ଯେଉଁମାନେ ସେଠି ରହିଲେ ତାଙ୍କ ସହିତ 10-12 ଜଣ 14 ଜଣ ରହିଥିଲେ ତାଙ୍କ ପାଖେ, କାହିଁକି ତାଙ୍କୁ ବଛାଗଲା? କାରଣ ସେମାନେ ପ୍ରକୃତରେ ନିଷ୍ଠାବାନ। ଆପଣମାନେ ପଢ଼ିଥିବେ ଚମ୍ପଲାଲଙ୍କ କଥା। କେତେ ଜଣେ ସେବାର ଶୀର୍ଷତମ ଗୋଟେ ତ୍ୟାଗ, ସେବା, ଭକ୍ତି, ତାର କେତେ ଶୀର୍ଷତମ ସୋପାନକୁ ଜଣେ ଯାଇପାରେ, ତାର ପ୍ରମାଣ ହେଉଛନ୍ତି ଚମ୍ପକଲାଲ। ତାଙ୍କୁ ଯେତେବେଳେ ମୁଁ ଅଧ୍ୟୟନ କଲି ସେତେବେଳେ ମୁଁ ଭାବିଲି ପ୍ରକୃତିରେ କେତେ ତାଙ୍କର ସେ ବିଶ୍ୱାସ କରି ହେଉନାହିଁ
କ'ଣ ସେ ପ୍ରକୃତରେ ବ୍ୟକ୍ତିତ୍ୱଟିଏ, ମହାନ ବ୍ୟକ୍ତିତ୍ୱ। ତେଣୁ ସେଇମାନଙ୍କ ଉପରେ ଅଧିକ ଦାୟିତ୍ୱ ସେମାନେ ବହନ କରି ଚାଲନ୍ତି ମାଆଙ୍କର ଯୋଗ୍ୟ ସନ୍ତାନ ଭାବରେ। ଭାବନ୍ତୁ, ଆପଣମାନେ ଭାବନ୍ତୁ ଯେ ଆପଣମାନଙ୍କୁ ଯେଉଁ ଦାୟିତ୍ୱ ସବୁ ଦିଆଯାଇଛି, ଯଦି ପ୍ରକୃତିରେ ଆପଣମାନଙ୍କୁ କିଛି ଅଧିକ ଦାୟିତ୍ୱ ଦିଆଯାଉଛି, ଅର୍ଥ ଆପଣମାନେ ସେଥିପାଇଁ ସମର୍ଥ। ଆପଣ ଦେଖିବେ କୌଣସି ଅନୁଷ୍ଠାନରେ ଯଦି କାହାକୁ କିଛି ଲୋକ ଧରନ୍ତୁ କହିବେ ଯାହାକୁ କିଛି କାମ ନାହିଁ, ବହୁତ ବଢ଼ିଆ, ଆରାମରେ ବସିବା କଥା, କିନ୍ତୁ କୌଣସି ଏକ କାର୍ଯ୍ୟ ଜଣକୁ ଦିଆଗଲା ଆଉ ଜଣକୁ ଦିଆଗଲା ନାହିଁ, ସେତେବେଳେ କ'ଣ ହେବ? ଦିଆ ନ ଯାଇଥିବା ବ୍ୟକ୍ତିରେ ନିଜକୁ ଛୋଟ ମନେ କରିବ। ମୋତେ କିଛି କାମ ଦେଲେନି, ତା ଅର୍ଥ ମୋର କିଛି ଗୁରୁତ୍ୱ ନାହିଁ। ତେଣୁ କାମଟି ଯାହାକୁ ଦିଆଯାଏ ସେ ଯଥାର୍ଥ ଯୋଗ୍ୟଟି ବ୍ୟକ୍ତିଟି ହୋଇଥାଏ। ଯିଏ ଅଧିକ କାର୍ଯ୍ୟକୁ ସମ୍ପନ୍ନ କରିପାରିବ, ତା ଭିତରେ ସାମର୍ଥ୍ୟ ଅଛି, ସେ ହିଁ କାର୍ଯ୍ୟଟିକୁ ମା ତାରି କାନ୍ଧରେ ସେ କାର୍ଯ୍ୟର ଭାରଟିକୁ ଥୋଇ ଦିଅନ୍ତି। ମା ଜାଣନ୍ତି ୟାର କେତେ ଶକ୍ତି ଅଛି, ସେ କେତେ ମୋ ପ୍ରତି ଉନ୍ମିଳିତ, ଏବଂ ତାର ଶକ୍ତି ତ ନୁହେଁ, ମାଙ୍କର ଶକ୍ତି ହିଁ ତାକୁ ଶକ୍ତିମାନ କରେ। କାରଣ ସେ ମାଙ୍କ ପ୍ରତି ଉନ୍ମୋଚିତ ଥାଏ, ନିଜକୁ ସେ ଉନ୍ମିଳିତ କରି ରଖିଥାଏ ତାଙ୍କ ପ୍ରତି। ତାପରେ ମା କହୁଛନ୍ତି ନିଜର କାର୍ଯ୍ୟରେ when in your work you find something giving trouble outside, look within and you will find in yourself the corresponding difficulty. ନିଜର କାର୍ଯ୍ୟରେ ତୁମେ ଯେତେବେଳେ ବାହାରେ କୌଣସି ବାଧା ସୃଷ୍ଟି କରୁଛି ବୋଲି ଦେଖିବାକୁ ପାଇବ, ସେତେବେଳେ ତୁମେ ନିଜ ଭିତରକୁ ଅନେଇ ଦେଖିବ ଏବଂ ନିଜ ଭିତରେ ତଦନୁରୂପ କୌଣସି ନା କୌଣସି ଅସୁବିଧା ରହିଥିବାର ଅବଶ୍ୟ ଦେଖିବାକୁ ପାଇବ। ଯେତେବେଳେ କହିଲେ ଯେତେବେଳେ ତୁମେ କିଛି କାର୍ଯ୍ୟ କରୁଛ, ଦେଖାଗଲା କିଛି ବାହାରୁ କିଛି ଅସୁବିଧା ଆସୁଛି, ସେ କାର୍ଯ୍ୟ ପ୍ରତି କୌଣସି ବାଧା ସୃଷ୍ଟି ହେଉଛି, ସେତେବେଳେ ଟିକେ ଅନ୍ତର୍ମୁଖୀ ହୋଇ ନିଜକୁ ଅନେଇକି ଦେଖିବ ଯେ ଯେଉଁ ବାଧାଟା ଆସୁଛି ମୋ ଭିତରେ କିଛି ଅସୁବିଧା ନାହିଁ ତ। ମା କହିଲେ ତଦନୁରୂପ କୌଣସି ନା କୌଣସି ଅସୁବିଧା ରହିଥିବାର ତୁମେ ଅବଶ୍ୟ ଦେଖିବାକୁ ପାଇବ। ତା ସହ ତ୍ରୁଟିଟା କେଉଁଠି ବାହାରେ ନାହିଁ। ତ୍ରୁଟିଟା ହୁଏତ ଯେଉଁ ତ୍ରୁଟିଟି ଆସେ ଆମର ଭିତରୁ, ସେ ବି ଗୋଟେ ଅନୁସ୍ପନ୍ଦନ, ମା ସେ ଶବ୍ଦଟି ଲେଖିଛନ୍ତି, ଗୋଟେ ଅନୁସ୍ପନ୍ଦନ ଜଣାଇଥାଉ ଆମେ, ବା ସେ ଅସୁବିଧାଟା ଆସିବା ପାଇଁ ଆମେ ଗୋଟେ ଆମ ଭିତରୁ ଯେମିତି ଗୋଟିଏ ସ୍ପନ୍ଦନ ଜାତ ହେଇଥାଏ ତାକୁ ଗ୍ରହଣ କରିବା ପାଇଁ। ଯେତେ ଅସୁବିଧା ଆସିଲା ଯଦି ଆମେ ଗ୍ରହଣ ନ କରିବୁ, ସେ କୁଆଡ଼େ ସେ ଭ୍ୟାନିସ୍ ହେଇଯିବ ବା ରୂପାନ୍ତର ହେଇଯିବ। ତେଣୁ ମା କହିଲେ ଟିକେ ନିଜ ଭିତରକୁ ଚାହିଁବ। ପୁଣି ମା ଲେଖୁଛନ୍ତି ଚେଞ୍ଜ ୟୁର ସେଲ୍ଫ ଆଣ୍ଡ ଦ ସର୍କମଷ୍ଟାନ୍ସେସ୍ ୱିଲ୍ ଚେଞ୍ଜ। ନିଜକୁ ବଦଳାଇ ଦିଅ, ତେବେ ଯାବତୀୟ ପରିସ୍ଥିତି ମଧ୍ୟ ଅବଶ୍ୟ ବଦଳାଇଯିବ। 26 ଜୁନ୍ 1954 ମା କଥା ଲେଖିଥିଲେ। ନିଜକୁ ବଦଳାଇ ଦିଅ, ଚେଞ୍ଜ ୟୁର ସେଲ୍ଫ। ଯଦି ନିଜକୁ ଆମେ ବଦଳାଇ ଦେବା, ପରିସ୍ଥିତି ମଧ୍ୟ ବଦଳାଇଯିବ। ଆମେ ଯେତେବେଳେ ଇନୱାର୍ଡ଼ଲି ଚେଞ୍ଜ ହେବା, ଆଉଟୱାର୍ଡ଼ଲି ତା ମଧ୍ୟ ପ୍ରକାଶିତ ହେବ। ଆମେ କେତେ ପରିବର୍ତ୍ତନ ହେଲେ ନହେଲେ, ଯଦି ଆମେ ଭିତରେ ଯଦି ପରିବର୍ତ୍ତନ ହେଇଯିବା, ତା ବାହାରେ ମଧ୍ୟ ପ୍ରକାଶିତ ହେବ। କିନ୍ତୁ ଆମେ ନିଜେ ବଦଳିବାନି, ଆମେ ଚାହୁଁଥିବା ଯେ ଅନ୍ୟମାନେ ବଦଳନ୍ତୁ, ଆମେ ଅନ୍ୟକୁ ସମ୍ମାନ ଦେବା ନାହିଁ, ଚାହୁଁଥିବା ଦାବି କରୁଥିବା ଅନ୍ୟମାନେ ମୋତେ ସମ୍ମାନ ଦିଅନ୍ତୁ। ଧରନ୍ତୁ ଆପଣଙ୍କୁ ଜଣେ କିଛି କହିଲା, ଆପଣ ବି କ'ଣ କଲେ? କାହିଁକି ଛାଡ଼ିବେ? ଦୁଇ ପଦ ତାକୁ ଶୁଣେଇଦେଲେ। ମା କହୁଛନ୍ତି ଏ ଜାଗାରେ ନୀରବ ରହିବା ଉଚିତ। ସାଇଲେନ୍ସ ସଲ୍ଭସ୍ ମେନି ଥିଙ୍ଗସ୍। ନୀରବ ରହିବାରେ ଅନେକ ସମସ୍ୟାର ସମାଧାନ ହେଇଯାଏ। ଜଣେ ଯଦି ଭିତରେ ନୀରବ ଥିବ, ବାହାରେ ତାକୁ କିଏ କ'ଣ କହିଲେ ତାର କିଛି ବି ଯାଏ ଆସେ, ତାର ପ୍ରଭାବ ତାକୁ ସ୍ପର୍ଶ କରିବ ନାହିଁ। ଅର୍ଥାତ୍ ଆମେ ନୀରବଟା, ସେ ପୁଣି ନୀରବ ରହିବା କଥା। ସପୋଜ୍ ଆଉ ଗୋଟେ ଜାଗାରେ ମଧ୍ୟ କଥାରେ ଆଲୋଚନା ହେଇଥିଲା ଯେ ନୀରବ ପୁଣି କେଉଁଠି ରହିବା ତାକୁ ବି ଲକ୍ଷ୍ୟ କରିବାକୁ ପଡ଼ିବ। ଯଦି କୌଣସି କିଏ ଆକ୍ରମଣ କରିବା ପାଇଁ ଆସୁଛି, ମୁଁ ନୀରବ ରହିବି କି? ପାକିସ୍ତାନ ଆକ୍ରମଣ କରିବ ଭାରତକୁ, ଭାରତ କହିବ କି ମୁଁ ଧର୍ମର ଦେଶ, ଏଠି ଆମର ବେଦର ଓଙ୍କାର ଧ୍ୱନି ମୁନି ଋଷିମାନଙ୍କର କାହିଁ କେତେ କ'ଣ ଏଠି ସବୁ ଅଛି, ଗୋଟେ ଜାତିର ଗର୍ବ ଗୌରବ, ଏଠି ଇଏ ତ୍ୟାଗର ଭୂମି, ମୁନି ଋଷିମାନଙ୍କର ଭୂମି, ଆର୍ଯ୍ୟଭୂମି। ତେଣୁ ଆମେ ସବୁ କଥା ସହିବୁ, ଆମେ ସୈନିକମାନେ ଆମେ ପ୍ରତି ଆକ୍ରମଣ କରିବୁ ନାହିଁ। ସେତେବେଳେ କ'ଣ ହେବ? ଭାରତ ଅଚିରେ ଧ୍ୱଂସ ପାଇବ।
ତେଣୁ ସୈନିକମାନେ କହିବ ଯଦି ଆମେ ନୀରବ ହେବା କେମିତି ହେବ? ଦେଖିବାକୁ ପଡ଼ିବ ଆମେ କେଉଁ ଜାଗା ନୀରବ ରହିବା। କେହି ଜଣେ କିଛି ଆମକୁ ବିପଦ କହିଦେଲା, ଠିକ୍ ଅଛି, କହିଲେ ବି ସେ ଆପଣା ଛାଏଁ ତା ଭିତରେ ପରିବର୍ତ୍ତନଟା ଆସିଯିବ। ଯେତେବେଳେ ନିଜେ ଆମେ ନୀରବ ରହିବା, ତା କଥାରେ କୌଣସି ଉତ୍ତର ଦେବା ନାହିଁ, ପ୍ରତିବାଦ କରିବା ନାହିଁ, ନିଜ ଭିତରେ ଭିତରେ ଶାନ୍ତ ଉପରେ ଦେଖେଇକରି ଭିତରେ ଗରଗର ହେଉଥିଲେ ତା ବି ହେବ ନାହିଁ, ତା'ର ପ୍ରଭାବ ପଡ଼ିବନି। ପ୍ରକୃତରେ ଧୀର ସ୍ଥିର ଶାନ୍ତ ରହିଥିବ ଜଣେ ଭିତରେ, ତାହେଲେ ତାର ସେ ଭାଇବ୍ରେସନଟା ତାକୁ ଏମିତି ତା ହୃଦୟକୁ ଟଚ୍ କରିବ ଯେ ସେ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ। ତେଣୁ ନିଜେ ଆମେ କେବେ ଭାବିବା ନାହିଁ ଯେ ମୁଁ ଠିକ୍ ଅନ୍ୟମାନେ ଭୁଲ। ଯେ ପର୍ଯ୍ୟନ୍ତ ଏହି କଥାଟି ଆମେ ଭାବୁଥିବା କିଛି ମଧ୍ୟ ବଦଳିବ ନାହିଁ। ଏବଂ ମୁଁ ଠିକ୍ ଅନ୍ୟମାନେ ଭୁଲ ଏହି କଥାଟିକୁ ସାବ୍ୟସ୍ତ କରିବାରେ ଆମ ମଣିଷମାନେ ଭାରି ଚତୁର, ଭାରି ଓସ୍ତାଦ। We are judge for ourselves and advocate for others. ଆମେ ଜଜ୍ଙ୍କ ପରି ନିଷ୍ପତ୍ତି ଶୁଣାଇ ଦେଉ ଯେ ମୁଁ ଠିକ୍, କିନ୍ତୁ ଓକିଲଙ୍କ ପରି ଆମେ ଯୁକ୍ତି ବାଢ଼ୁଛୁ ଅନ୍ୟଟି ଭୁଲ। ତେଣୁ ମା' କହୁଛନ୍ତି ତୁମେ ନିଜକୁ ବଦଳାଅ। ଯେ ପର୍ଯ୍ୟନ୍ତ ତୁମେ ନିଜକୁ ନ ବଦଳାଇବ ସେତେବେଳେ ପରିସ୍ଥିତି କେମିତି ବଦଳିବ? ଏବଂ ଏହି କଥାଟିକୁ ସମସ୍ତେ ନିଶ୍ଚିତ ଭାବରେ ନିଜ ଜୀବନରେ ଆମେ କିଛି ନା କିଛି ଅନୁଭବରେ ବଞ୍ଚିଥିବା ଯେ କେତେବେଳେ ନା କେତେବେଳେ ମାଆଙ୍କର ପ୍ରଭୁଙ୍କର ବହି ଅଧ୍ୟୟନ କରି କରୁଛେ, କିଛି କିଛି ଆମର ସେ ସମ୍ବନ୍ଧରେ ଟିକେ ଟିକେ ଜ୍ଞାନ ବି ହେଲାଣି, ସେ ଆଲୋକର କିଛି ମାତ୍ର ଝଲକ ଟିକେ ଆମକୁ ସ୍ପର୍ଶ କଲାଣି। ତେଣୁ ନିଜକୁ ବଦଳାଇ ଦେବାର କଥାଟି ଆମ ଭିତରେ ସମସ୍ତଙ୍କ ଭିତରେ ନିଶ୍ଚିତ ଭାବରେ ସେ ବୀଜଟି ଅଲରେଡ଼ି ଆମ ଭିତରେ ମା ତାକୁ ବପନ କରି ସାରିଲେଣି। ସେ ବୀଜଟି ଆମ ଭିତରେ ଯେଉଁ ମା ବୁଣି ଦେଇଛନ୍ତି, ସେ ବୀଜଟି ଦିନେ ଦୁଇ ପତ୍ର ଦେଇ ଦିନେ ବିରାଟ ଦ୍ରୁମରେ ପରିଣତ ହେବ ଏବଂ ଆମେ ନିଜକୁ ଦେଖିବା ସତ୍ୟରେ ଆମେ କେତେ ପରିବର୍ତ୍ତନ ହୋଇଯାଇଛୁ। ଏବଂ ଯେତେବେଳେ ଆମେ ନିଜକୁ ଦେଖିବା ଗୋଟେ ପରିବର୍ତ୍ତନ ଆମ ଭିତରେ ଅଛି, ସେତେବେଳେ ଲାଗିବ ଏଇ ଜଗତଟା ସବୁକିଛି ପରିବର୍ତ୍ତନଶୀଳ, ସବୁକିଛି ପରିବର୍ତ୍ତନ ହୋଇଗଲାଣି। ଆଗ ଭଳି ଆଉ ସେମିତି ନାହିଁ। ଆଗରୁ ଯେମିତି ଆମେ ଦେଖୁଥିଲେ ଆଉ ସେଭଳି ଅବସ୍ଥା ନାହିଁ, ବହୁତ ପରିବର୍ତ୍ତନ ହୋଇଗଲାଣି। ତାପରେ ମା କହୁଛନ୍ତି ତୁମେ ଯେ ନିଜର ଅଭିଜ୍ଞତା ଦ୍ୱାରା ମୁଁ ସର୍ବଦା ତୁମ ସହିତ ରହିଛି ବୋଲି ସଚେତନ ହୋଇପାରିଛ, ମୁଁ ସେଥିଲାଗି ଭାରି ଖୁସି। ଏହା ହିଁ ଆମ ଭିତରେ ରହିଥିବା ପ୍ରକୃତ ସମ୍ବନ୍ଧ। ଏକ ବହିସ୍ତରୀୟ ସଂସ୍ପର୍ଶ ଲାଭ ଅପେକ୍ଷା ତାହା ଅନେକ ଅଧିକ। ମା କହୁଛନ୍ତି ସାଧକଙ୍କୁ ଯେ ତୁମର ଗୋଟେ ଅଭିଜ୍ଞତା ଆସିଗଲାଣି ଯେ ମୁଁ ତୁମ ସହିତ ସବୁବେଳେ ରହିଛି। ଏ କଥାଟି ଛୋଟିଆ କଥା ନୁହେଁ। ମୁଁ ତୁମ ସହିତ ସବୁବେଳେ ରହିଛି ଏ କଥାଟି ଜଣେ ସାଧକ କେତେବେଳେ ଭାବେ? ଯେତେବେଳେ ଗୋଟେ ଅନ୍ତର୍ଜଗତରେ ସମ୍ବନ୍ଧଟିଏ ସ୍ଥାପନ ହେଇଯାଏ ମାଆଙ୍କ ସହିତ। ମା ଲେଖୁଛନ୍ତି ବହିସ୍ତରୀୟ ସଂସ୍ପର୍ଶ ଲାଭ ଅପେକ୍ଷା ତାହା ଅନେକ ଅଧିକ ଭିତରର ସମ୍ପର୍କ। ମା କହିଲେ ଯେତେବେଳେ ଏଇ କଥାରେ ଜଣେ ଭାବିବ ଯେ ମୋ ମା ମୋ ସହିତ ସବୁବେଳେ ରହିଛନ୍ତି, ତା ଅର୍ଥ ଏଥିରେ ପରସ୍ପର ଭିତରେ ଗୋଟେ ଯେଉଁ ହୃଦୟର ସମ୍ପର୍କ ବା ମୋ ସହିତ ଯୁକ୍ତ ହୋଇ ବଞ୍ଚିବାର ଯେଉଁ ତା ଭିତରେ ସେ ଅଭିପ୍ସାଟି ରହିଛି ବା ମୋ ସହିତ ଯୁକ୍ତ ହୋଇ ସେ ଜୀବନ ବଞ୍ଚୁଛି, ତାର ସେ ଅଭିଜ୍ଞତା ଦ୍ୱାରା ସେ ଅନୁଭବ କରିସାରିଲାଣି ଯେ ମୁଁ ତୋ ସହିତ ସବୁବେଳେ ରହିଛି। ମା କହିଲେ ଯେତେବେଳେ ମୁଁ ଭାରି ଖୁସି ଯେତେବେଳେ ତୁମେ ଏଇ କଥାଟି ଅନୁଭବରେ ଆଣିଲଣି ଯେ ମୁଁ ତୁମ ସହିତ ରହିଛି ବୋଲି। ଆପଣ ଭାବନ୍ତୁ ଆମେ କ'ଣ ଆମ ଜୀବନରେ ଥରେ କାହିଁକି 50 ଥର 100 ଥର 1000 ଥର ବି ଆମେ ଅନୁଭବରେ ଆଣିଥିବା ଯେ ହଁ ମା ମୋ ସହିତ ଅଛନ୍ତି। ଯେତେବେଳେ କିଛି ସମସ୍ୟାଟା ଆସୁଛି ଏବଂ ମାଆଙ୍କୁ ଡାକିଲେ, ମାଆଙ୍କୁ ଚିଠିଟିଏ ଲେଖିଦେଲେ, ମାଆଙ୍କୁ କହିଦେଲେ, ମାଆଙ୍କ ପାଖରେ ଟିକେ ବସି ମାଆଙ୍କୁ ଅନେଇକରି ସେ କଥାଟି ଜଣାଇଦେଲେ, ହୃଦୟର ଯେଉଁ ଆତ୍ମୀୟତାଟି ଭିତରର ସମ୍ପର୍କଟି ଯେତେବେଳେ ମାଆଙ୍କୁ ଆମେ ଜଣାଇ ଦେଉ ଏବଂ ସେ ସମସ୍ୟାର ସମାଧାନଟି କୌଣସି ପ୍ରକାର ହେଇଯାଏ, ସେତେବେଳେ କ'ଣ ଏ କଥା ଆସେନି ସତରେ ମଦର ଇଜ୍ ଅଲୱେଜ୍ ୱିଥ୍ ମି। ମା ସବୁବେଳେ ମୋ ପାଖରେ ଅଛନ୍ତି, ମୋ ସହିତ ସେ ଅଛନ୍ତି, ମୋ ସାଙ୍ଗରେ ସେ ମୋତେ କୋଳେଇକିରି ବାଟ ଚାଲୁଛନ୍ତି। ଥରେ ମାଆଙ୍କର ମା ଏମିତି ଫୁଲ ପୁଷ୍ପ ପ୍ରସାଦ ଦେଉଛନ୍ତି, ହଠାତ୍ ସେ ଟ୍ରାନ୍ସ ଭିତରକୁ ଚାଲିଗଲେ। ବହୁତ ସମୟ ପରେ ମା ଯେତେବେଳେ ପୁଣି ସଚେତନ ହେଲେ,
हाँ हाँ हेलो अपा शुभुला ନା ନା ଶୁଭୁଛି ଅପା ପରିଷ୍କାର ଶୁଭୁଛି ଅପା ଶୁଭୁଛି ପରିଷ୍କାର ଶୁଭୁଛି ଆଜ୍ଞା ଆଜ୍ଞା ସ୍ପଷ୍ଟ ଶୁଭୁଛି ଆଜ୍ଞା ଯେତେବେଳେ ମାଆଙ୍କର କୌଣସି ଏକ ଟ୍ରାନ୍ସ ଭିତରକୁ ଫେରିଲା ପରେ ମାଆଙ୍କୁ ପଚରା ହେଲା ମାଆ କହିଲେ ବିଶ୍ୱଯୁଦ୍ଧ ସମୟର କଥା ମାଆ କହିଲେ ଯେତେବେଳେ କୌଣସି ଦୁଇ ଜଣ ଏଭଳି ଭାବରେ ଗୋଟେ ବିସ୍ଫୋରଣ ଘଟିଲା ଯେ ଗୋଟେ ପରିବାରର ସମସ୍ତେ ନିଶ୍ଚିହ୍ନ ହୋଇଗଲେ ଛୁଆ ଦୁଇଟି ଯାଇଥିଲେ ସ୍କୁଲକୁ ଫେରିଲା ପରେ ଦେଖୁଛନ୍ତି ଘର ନାହିଁ ବାପା ମା ନାହାନ୍ତି ବିକଳରେ ସେମାନେ କାନ୍ଦିବାକୁ ଲାଗିଲେ ମୁଁ ତାଙ୍କ ପାଖକୁ ଯାଇକି ତାଙ୍କ ଥଇଥାନ କରିକି ଆସିଲି ତେଣୁ ମା ସମସ୍ତଙ୍କର ଦାୟିତ୍ୱ ମା ବହନ କରନ୍ତି କେବଳ ହୃଦୟରେ ସେଇଭଳି ଭାବରେ ଆସ୍ପୃହାଟେ ନିଜ ଭିତରୁ ଆସିଲେ ହେଲା ସେ ଆସ୍ପୃହାର ପ୍ରଦୀପଟି ଯେ ପର୍ଯ୍ୟନ୍ତ ତାର ଶିଖାଟି ଯେତେ ତୀବ୍ର ଭାବରେ ଜଳିବ ସେତେ ଶୀଘ୍ର ଆମେ ମାଆଙ୍କ ସହିତ ଅନ୍ତର୍ଜଗତରେ ସେତିକି ସମ୍ପର୍କ ସ୍ଥାପନ କରିପାରିବା ଏବଂ ଯଦି କୌଣସି ସମୟରେ ଆମର ଇଚ୍ଛାଟି ପୂର୍ଣ୍ଣ ନହେଲା ତଥାପି ଅଭିଯୋଗ କରିବା ନାହିଁ ନୋ କମ୍ପ୍ଲେନ୍ ନୋ ଡିମାଣ୍ଡ ନୋ ଅବଜେକ୍ସନ୍ ଯେ ମା ସତରେ ମୋ କଥା ଶୁଣିଲେ ନାହିଁ ତା ପଶ୍ଚାତରେ ବି ମାଆଙ୍କର କିଛି ଭଲ ଉଦ୍ଦେଶ୍ୟ ରହିଛି ତେଣୁ ଆମେ ଆଜିର ଏହି ଆଲୋଚନାଟିକୁ ଏଇଠି ରଖିବା ତାପରେ ପରବର୍ତ୍ତୀ କ୍ଲାସ୍ରେ ପୁଣି ଆଗକୁ ଯିବା ମହାପ୍ରଭୁଙ୍କ ପାଦପଦ୍ମରେ ଅଶେଷ କୃତଜ୍ଞତା ଭରା ପ୍ରଣାମ ସମସ୍ତଙ୍କୁ ପ୍ରଣାମ ବନ୍ଦେ ମାତରମ୍ ମା